हे मोर गुणग्राही विवेक महोदय आम मानकर गोटाए परिचय आमे भगवानंकर अंश विशेष आज्ञा आमे जदि भगवानंकर अंश भगवान किए आम आम माँ से जेज सब अंश को धारण करिबा वाला से हेउचंती अंशी 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 आमे जदि जंत्र हुए जंत्र भगवान कृष्ण हेउचंती जंत्री जंत्री प्रमाण प्रमाण दियो ठाकुर अभिराम परमहंस अभिराम कौन कहले कौन कहले जंत्र मुहि जंत्री तू ही प्रति जुगे बस बस गोलमाल कर तेणु आम मानकर परिचय आमे समस्त भगवानंकर अंश विशेष तृतीय उदाहरण आंब गछ मूल जदि जामु पत्र टीए पड़ी ताकू आमे आंब पत्र बोली कहिबा कि ना 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 से जेमिति तार परिचय रे स्वतंत्र आमे जिए जेउठी थिले हमर गोटिए परिचय आमे मान भगवानंकर अंश विशेष एथर राजजेमा पचारिले मायालो मोर तृतीय प्रश्न मु जहार अंश जिए मोर चरम लक्ष्य से लोकटा किए कह से आसामी किए मते बता आसामी ना सुनिबु ब्रह्म पुराण चतुर्थ स्कंद प्रथम नंबर श्लोक कवि व्यास कौन कहले भिड़ियाण ईश्वर परम कृष्ण सच्चिदानंद विग्रह अनादिर आदिर गोविंद सर्व कारण कारणम हे जेमा मुनि ऋषि साधु सन्यासी मानकर भाषा रे तांकर नाम हेउची ईश्वर 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 आउ गोटिए न्याय रे कौनादी तांकु परम बोली संबोधन करा जाए परम कहीं कि आज्ञा कहीं भगवान को परम बोली संबोधन करा जाए क्यों कहीं परम आम ओडिशा भास्कर अच्छी मीडिया वाला ये कथा को निश्चय नोट करेंगे ठीक ठीक वही शंकर भाष्य कहले ब्रह्मेति परमात्मेति भगवानेति रुच्यते परम ब्रह्म को भगवान बा परम बोली संबोधन करा जाए हे जेमा तांकर नाम हेउचे कृष्ण चमकी पड़िला राज जेमा कौन कहलो हे माया
ଏ କୃଷ୍ଣ ନାମଟାକୁ ମୁଁ ଆଗରୁ ଶୁଣିଛି। ହଲୋ କୋଉ ଦିନ ଶୁଣିଛ? କୋଉ ଦିନ? କୋଉ ଦିନ ଶୁଣିଛି? କୋଉ ଦିନ? ଯେଉଁଦିନ ରାଜସଭାରେ ମୋର ନାମକରଣ କରିବା ପାଇଁ ଅନେକ ମୁନି ଋଷି ମାନଙ୍କୁ ନିମନ୍ତ୍ରଣ କରାଯାଇଥିଲା। ବାପା ମାନ ଧୈର୍ଯ୍ୟର ସହକାରେ ଅପେକ୍ଷା କଲେ ବିଷୟର ସ୍ୱାଦକୁ ଅନୁଭବ କରିପାରିବେ। ସେଇଦିନ ରାଜସଭାରେ ମୁଁ ଏ କୃଷ୍ଣଙ୍କର ନାମଟାକୁ ଶୁଣିଛି। ଶୁଣିଛି। ଅତଏବ ଝିଅଟିର ନାମକରଣ କରିବା ପାଇଁ ରାଜା ଦ୍ରୁପଦ ମୁନି ଋଷି ମାନଙ୍କୁ ସମସ୍ତଙ୍କୁ ସଭାକୁ ନିମନ୍ତ୍ରଣ କରିଛନ୍ତି। ସୁମନ ପ୍ରଧାନ ଦେଇଛନ୍ତି ଆପଣଙ୍କୁ ପଚାର। କୃଷ୍ଣ କରୋତୁ କଲ୍ୟାଣ କଂସ କୁନ୍ଦର କେଶରୀ କାଳିନ୍ଦୀ କଳିକଲ୍ଲୋଳ କୁର୍ବନ୍ତେ ମଙ୍ଗଳ। ସେହି ନନ୍ଦନନ୍ଦନ କୃଷ୍ଣ ଯାହାଙ୍କର ଅନ୍ୟ ନାମ ମୋହନ ସୁମନ। ସୁମନ ବାବୁଙ୍କର ଦୀର୍ଘାୟୁ କାମନା କରନ୍ତୁ। ବୋଲ ଆନନ୍ଦ କବାର ହରି ବୋଲ ହରି ବୋଲ। ରାଜସଭାରେ ମୁନି ଋଷି ମାନଙ୍କର ଉପସ୍ଥିତିରେ ଝିଅଟି ବାପା ବୋଲି ସମ୍ବୋଧନ କରି ରାଜାଙ୍କୁ ପ୍ରଣାମ ଢାଳିଲା। ପିତାଶ୍ରୀ ମୋର ପ୍ରଣାମ। ଆୟୁଷ୍ମତି ଭବ। ଏଟା ଠେକ ଝିଅଟା। ଝିଅ ଯେତେବେଳେ ରାଜାଙ୍କୁ ବାପା ବୋଲି ସମ୍ବୋଧନ କଲା ସଭାରେ ବସିଥିଲେ ପରାଶର ମହର୍ଷି। ପରାଶର କହିଲେ ହେ ରାଜନ କଣ ହେଲା? ଝିଅଟା ତମକୁ ବାପା ସମ୍ବୋଧନ କରିଛି। ତମରି ନାମ ଅନୁସାରେ ଏ ଝିଅର ନାମକରଣ କରାଯାଉ। ବାପା ମାନ ବିଷୟର ଭାବଧାରାକୁ ଆମେ ଖୋଲିଦେଲେ ରାଜା କିଏ? ପାଞ୍ଚାଳ କଟକର ଅଧୀଶ୍ୱର ରାଜା ହେଉଛନ୍ତି ଦ୍ରୁପଦ। ଏଇ ଦ୍ରୁପଦ ନାମ ଅନୁସାରେ ପରାଶର ମହର୍ଷି ଝିଅର ନାମଟାକୁ ରଖିଲେ ଦ୍ରୌପଦୀ। ଠିକ ଏତିକି ବେଳେ ସଭାରେ ଠିଆ ହେଲେ ବଶିଷ୍ଠ ମହାଭାଗ। ବଶିଷ୍ଠ କହିଲେ ହେ ରାଜା ଏ ଝିଅଟା ତ ତମ ଔରସରୁ ଜନ୍ମ ନେଇନି। ଝିଅ ଜନ୍ମ ନେଇଛି ଯଜ୍ଞ କୁଣ୍ଡରୁ। ତାର ନାମ ରଖନ୍ତୁ ଯାଜ୍ଞସେନୀ। ଜ୍ଞାନୀ ମଣ୍ଡଳୀ ମୋ ସତ୍ୟ ଭାଇ ଆସିଲେ ସାଙ୍ଗେ ସାଙ୍ଗେ ସମାଲୋଚନା କରିବେ। ଯଜ୍ଞରୁ ଜନ୍ମ ବୋଲି ତାଙ୍କ ନାଁ ଯାଜ୍ଞସେନୀ। ଭୁଲ। ଠିକ କଣ? ଅମର କୋଶ ପ୍ରକାଣ୍ଡ ସ୍ୱର୍ଗ ବର୍ଗରେ ଅଗ୍ନିଙ୍କର ଗୋଟିଏ ନାମ ହେଉଛି ଯଜ୍ଞସେନ। ଯେହେତୁ ଦ୍ରୌପଦୀ ଯଜ୍ଞ ସମ୍ଭୂତା ବଶିଷ୍ଠ ନାମଟାକୁ ରଖିଲେ ଯାଜ୍ଞସେନୀ। ଗଲେ ବଶିଷ୍ଠ ଗଲେ ପରାଶର ସଭାରେ ଠିଆ ହେଲେ ସୁତ ଡାକିଲେ ହେ ରାଜନ କଣ ହେଲା? ये झीटा तम औरसरु जन्म नहीं गोटे नाम दिगला बापांकर नाम आउ गोटे नाम दिगला कामरू एबे तृतीय नामटा दिया जाऊ धामरू अतएव आपणकर धाम हेउची पांचाल कटक पांचाल राजनंदिनी हिसाब रे तार नाम रखा जाऊ पांचाली हे गुणग्राही विवेकी महोदय नाम हेला द्रौपदी याज्ञसेनी पांचाली सभा मध्य बसी थिले ऋषि मार्कंडे सभारे बसी थिले मार्कंडेय महर्षि जे सदा बेले चिरंजीवी 7 जन चिरंजीवी 8 नंबर रे हेउचंती मार्कंडेय 8
ବାର୍ଦ୍ଧକ୍ୟ ଗ୍ରାସ କରିବ ନାହିଁ ମାର୍କଣ୍ଡେୟଙ୍କୁ। ନା ନା ସେ ପିଲା ଲୋକ ସଦାବେଳେ ଯୁବକ। ଯୁବକ ମାର୍କଣ୍ଡେୟ କହିଲେ ହେ ରାଜା କଣ ହେଲା? ସଂସାରରେ ଯେତେ ଆକର୍ଷଣୀୟ ବସ୍ତୁ ହାଇ ମୋ ଚିତ୍ତକୁ ଆକର୍ଷଣ କରିବାର ଶକ୍ତି କାହାର ନାହିଁ। କାହାରି ନାହିଁ ନା କାହାର ନାହିଁ। ମୋ ଚିତ୍ତକୁ ଚିତ୍ତକୁ ଆକର୍ଷଣ କରନ୍ତି ଜଣେ ସେ ଜଣକ କିଏ? ନନ୍ଦନନ୍ଦନ ଭଗବାନ କୃଷ୍ଣ। କୃଷ୍ଣ ଆଜି ତମ ଝିଅଟା ଯେତେବେଳେ ମୋ ଚିତ୍ତକୁ ଆକର୍ଷଣ କରୁଛି କରୁଛି ଏ କଣ କୃଷ୍ଣା କି? ଏ କଣ କୃଷ୍ଣା କି? ଦ୍ରୌପଦୀଙ୍କର ଚାରିଟା ନାମ ପାଇଲେ ପାଇଲେ ଦ୍ରୌପଦୀ, ଏକେ ଯାଜ୍ଞସେନୀ, ଦୁଇ, ପାଞ୍ଚାଳି, ପାଞ୍ଚାଳି କୃଷ୍ଣା। କୃଷ୍ଣା ପାଲାକାର ମାନେ କୁହନ୍ତି ଦ୍ରୌପଦୀଙ୍କର ପାଞ୍ଚ ନା। ପାଞ୍ଚଟା ନାମ ଡକ୍ଟର କେ.ଏମ୍. ମୁନିସ୍ କଣ କହିଲେ? ବହି କୃଷ୍ଣାବତାରରେ ପ୍ରତିଭାରାୟ ହଁ ଯାଜ୍ଞସେନୀ ନାଟକରେ ନାଟକରେ ପଞ୍ଚମ ନାମଟା ଦେଲେ ଏକ ବଳା। ଏକ ବେଲା ହେ ବଳା ଏକ ବେଳା ଆଜ୍ଞା ସଂସ୍କୃତ ମହାଭାରତ ବ୍ୟାସ ବ୍ୟାସ କହିଲେ ନାଇଁ ମ ଆଉ ପଞ୍ଚମ ନାମଟା ହେଉଛି ସ୍ୱୟଂ ପ୍ରଭା। ସ୍ୱୟଂ ପ୍ରଭା ପ୍ରଭା ଠିକ ସଂସ୍କୃତ ଭାଗବତ ବ୍ୟାସ ହାଇ ବ୍ୟାସ କହିଲେ କଣ ଦ୍ରୌପଦୀଙ୍କର ପଞ୍ଚମ ନାମ ନାମ ହେଉଛି ପାର୍ଶ୍ୱତୀ। ପାର୍ବତୀ କେତେ ନାମ କିରେ? ମୋ ବଡ ଭାଇ ଆସିଲେ କହିବେ ଭୁଲ ବୋଲୁ ଭୁଲୁ ଭୁଲ କହିବନି। ନା ନା ତମେ ଜାଣିଛ ହଁ ଆମେ କେମିତି ବହି ଦେଖିଲା ବାଲା, ତମେ କେମିତି ବହି ଦେଖିଲା ତମ ବାଲା। ଜୀବନ ନେଇ ନା ଯେମିତି ରଘୁଙ୍କ ଠାରୁ ଅଜ ଜନମ, ତାଙ୍କ ଠାରୁ ରଥ ଜନମ, ଦଶରଥ ତାଙ୍କ ପୁଅ ରାମ, କିନ୍ତୁ ଆମେ ତାଙ୍କୁ କହୁଛେ ରଘୁନନ୍ଦନ। ଆରେ ହଁ ତ ରଘୁନନ୍ଦନ ପୁରୁଷୋତ୍ତମଙ୍କର ପୁତ୍ର ଏଇ ଦ୍ରୁପଦ। ଦ୍ରୁପଦ ପୁରୁଷୋତ୍ତମଙ୍କର ନାମ ଅନୁସାରେ ଇଏ ଝିଅର ପଞ୍ଚମ ନାମ ରଖାଗଲା ପାର୍ଶ୍ୱତୀ। ପାର୍ବତୀ ଠିକ ପଚାରିଲେ ଦ୍ରୌପଦୀ କହିଲେ ମାୟା ମୋ ମନର ଆରାଧ୍ୟ ଯେଉଁ ଭଗବାନ କୃଷ୍ଣ କୃଷ୍ଣ କହିପାରିବୁ? କଣ କହୁନା କହିପାରିବୁ କୃଷ୍ଣ କୋଉଠି? କୋଉଠି ଅଛନ୍ତି କୁହ? ଆଉ ଗୋଟିଏ ପଦ ଛାନ୍ଦ ସେଇ ନୟାଗଡ଼ ଇଟା ମାଟିର କବି କବି ଯଦୁମଣି ମହାପାତ୍ର। ଫେରି ଆଣନ୍ତୁ ଆଜ୍ଞା। ମାୟା ଦାସୀ କହିଲା ବର୍ତ୍ତମାନ କୃଷ୍ଣ କୋଉଠି? କୋଉଠି ଅଛନ୍ତି ଦେଖିବା କୃଷ୍ଣ? କଂସ ବାମା ବଂଶ ନେତ୍ର